ଶୁଣନ୍ତୁ ଏଇଟା ମନ୍ଦିର ପ୍ରଶାସନ ଆଉ ରାଜ୍ୟ ସରକାର ତରଫରୁ ଯୋଉ ଏସ୍ଓପି ଜାରି ହେଇଛି ତା ଦେହରେ ସ୍ନେକ୍ ହେଲ୍ପଲାଇନ୍ ସେମାନଙ୍କ ଯୋଉମାନେ ଯାଉଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ତାଙ୍କର ସୁରକ୍ଷା ନିମନ୍ତେ ଆମକୁ ଡକା ହେଇଛି ଏବଂ ଯାହା ମନ୍ଦିର ଭିତରେ ଆବଶ୍ୟକ ପଡ଼ିବ ଆମ କାମ ଆମେ ତାକୁ ସୁଚାରୁରୂପେ ସମ୍ପାଦନ କରିବୁ। ଶୁଣନ୍ତୁ ସାପ ଧରିବା ସ୍ନେକ୍ ହେଲ୍ପଲାଇନ୍ ଭଲ ଭାବେ ଜାଣିଛି ଆଉ ଯେମିତି ଆବଶ୍ୟକ ପଡ଼ିବ ଧରିପାରିବ। ତେଣୁ ଆବଶ୍ୟକ ପଡ଼ିଲେ ନିଶ୍ଚିତ ଭାବରେ ସ୍ନେକ୍ ହେଲ୍ପଲାଇନ୍ କାମ ସେ କରିବ। ନା ଆମେ ରେଡି ଯଦି ମତେ ବି ସାପ କାମୁଡ଼ି ଦେଲା ଆଉ ଦିନ ପିଲା ରେଡି ଅଛନ୍ତି ଯିବା ପାଇଁ ଯିଏ ଅଛନ୍ତି ବ୍ୟାକଅପ୍ ଟିମ୍ ଆମର ମଧ୍ୟ ଅଛନ୍ତି। ସାପ ଧରିବା ପାଇଁ ଯାହା ଏକ୍ୟୁପମେଣ୍ଟ ଅଛି ଆମେ ସବୁ ରେଡିକି ଆସିଛୁ। ଦୁଇ ଜଣ ପିଲା ଭିତରକୁ ଯିବେ ବର୍ତ୍ତମାନ ପାଇଁ ନିର୍ଦ୍ଦେଶନ ମୁତାବକ ଆଉ 3 ଜଣ ବାହାର ଅପେକ୍ଷା କରିଥିଲେ। ନା ଆମକୁ ଡକା ପଡ଼ିନଥିଲା ଏଥର ଭିତରେ ଦେଖିବା ଯାହା ଭଗବାନଙ୍କର ଯାହା ଲୀଳା। ଦେଖନ୍ତୁ ଆମକୁ ମନ୍ଦିର ପ୍ରଶାସନର ନିର୍ଦ୍ଦେଶ ମିଳିଛି ତାଙ୍କ ନିର୍ଦ୍ଦେଶ ମୁତାବକ ଆମେ ଆସିଛୁ। ଆଜି ଆମକୁ ନିର୍ଦ୍ଦେଶ ଅଛି 2 ଜଣ ପିଲା ଆମର ଯିବେ ମୁକ୍ତି ମଣ୍ଡପ ପାଖରେ ବସିଥିବେ ଏବଂ ଯଦି ଆବଶ୍ୟକ ପଡ଼ିବ ଏକ୍ସପର୍ଟ କମିଟି ଆମକୁ ଡାକିବ ଆମେ ଯିବୁ। ବାକି ହେଲେ ଆମେ ସେମିତି ବସିଥିବୁ। ଆମର ଅଛି ଆମେ ମାତ୍ର 2 ଜଣ ଆଜି ଭିତରକୁ ଯିବୁ 3 ଜଣ ବାହାରେ ରହିଥିବେ। ଯଦି ଆମର କିଛି ଅସୁବିଧା ହେଲା ସେମାନଙ୍କୁ ଆମେ ଡାକି ସେମାନେ ଆମକୁ ଭିତରେ କାରଣ ଆପଣ ଏକ୍ସପର୍ଟ କମିଟି ନାଇଁ ଆମେ ମୁକ୍ତି ମଣ୍ଡପ ପାଖରେ ଥିଲୁ। ଆମକୁ ଯାହା ଡାଇରେକ୍ସନ ଦେବ ମନ୍ଦିର ପ୍ରଶାସନ ଆମେ ସେଇ କାମଟି କରିବୁ। ଦେଖନ୍ତୁ ଲିଙ୍ଗରାଜ ମନ୍ଦିରରେ ମୁଁ ନାଗ ସାପ ଉଦ୍ଧାର କରିଛି। ଲିଙ୍ଗରାଜ ମନ୍ଦିର ସାପରେ ଏଠି ଅସୁବିଧା କଣ ଅଛି? ସେ ମଧ୍ୟ ପ୍ରଭୁ ମୁଣ୍ଡିଆ ମାରିଲେ ସେମାନେ ଚଳପ୍ରଚଳ ହଉଛନ୍ତି। ସେଇଟା ବଡ କଥା ନା। ଆମର ଉପସ୍ଥିତି ଏଇଥିପାଇଁ କି ଯୋଉମାନେ କାମ ଯୋଉମାନେ କରିବେ ସାପ ରହିଲେ କାମ କରିବାକୁ ଅସୁବିଧା ହବ ଯଦି ଥିବ। ଯଦି ଅଛି କିନ୍ତୁ ଆମେ ଜାଣିନୁ ସେଥିପାଇଁ ଆମକୁ ଡକା ହେଇଛି ଥାଇପାରେ। ତେଣୁ ଆମେ ଯଦି ସେମାନେ ଡାକିବେ ଆମେ ତ ରେଡି ଅଛୁ ନା ସାପ ତ ରେସ୍କ୍ୟୁ କରିବାକୁ ଆସୁଛୁ ନା ଡାକିବେ ଆମେ ଯିବୁ।